ଯେତେ ଡେରି ହବ ଏମାନେ ଦିଲ୍ଲୀରେ ଉଠିବେ। ଏମାନେ ଦିଲ୍ଲୀରେ ଉଠି ତାଙ୍କ ଭିତରେ ମଧୁଚନ୍ଦ୍ରିକା ହବ। ମଧୁଚନ୍ଦ୍ରିକା ହେଇକିରି ପୁଣି ଆସ୍ତେ 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 ଜିନିଷ ଦବିଯିବ। ଚୋରିକି ନେଇଯିବା କହିଲେ ମେଞ୍ଚେ ଯିବ କୁଆଡ଼େ? ଆରେ ଯଦି ଚାବି କିଛି ଖରାପ ହେଇଥାନ୍ତା ଏମାନେ କହିଥାନ୍ତେ ଆଜ୍ଞା ଚାବିଟା ମିଳୁ, ସେତେବେଳେ କହିଥାନ୍ତେ। ଇଏ କାହିଁକି ଗୋଟେ ପୁଣି ଡୁପ୍ଲିକେଟ୍ ଚାବି ଦେଲେ? ଡୁପ୍ଲିକେଟ୍ ଚାବିଟା ବି ସିଏ ବି ଡୁପ୍ଲିକେଟ୍ ଚାବି, ସେ ଡୁପ୍ଲିକେଟ୍। ସେ ଯେଉଁଟା ଚୋରିକି ନେଇଗଲେ ତା ଭିତରେ ଏବେ ଯେଉଁ ଖୋଲାଖୋଲି ହେଲା, ମୁଁ କାହିଁକି ମୁଁ କହିପାରି ସ୍ପଷ୍ଟ ସତ କଥା କହୁଛି। ଦେଖନ୍ତୁ ଗଣତି ମଣତି ହଉ, ସବୁ ଜିନିଷ ଜଣାପଡ଼ିଯିବ କ'ଣ ହେଇଛି କ'ଣ ନ ହେଇଛି। ମହା ଜଗନ୍ନାଥ ଦେଖେଇବେ, ଜଗନ୍ନାଥ ସେ ସେମିତି ଠାକୁର ନିଅନ୍ତି, ସେ ସବୁ ଦେଖେଇ ଦେବେ। ଏତେ ବଡ଼ ଆଖି, ସେଇ ବିଶ୍ୱର କର୍ତ୍ତା ବୋଲି ତ କୋଟି କୋଟି ଲୋକ ତାଙ୍କୁ ସମସ୍ତ ନମସ୍କାର ମୁଣ୍ଡିଆ ମାରୁଛନ୍ତି। ବିଶ୍ୱର ନରେନ୍ଦ୍ର ମୋଦି ଜୟ ଜଗନ୍ନାଥ କରୁଛନ୍ତି, କାହିଁକି କରୁଛନ୍ତି? ବିଶ୍ୱର ପ୍ରଧାନମନ୍ତ୍ରୀ, ପ୍ରାଇମ୍ ମିନିଷ୍ଟର ଇଣ୍ଡିଆ। କିଛି ନାହିଁ, ପ୍ରଭୁ ଆମର ପ୍ରଭୁ ଏମିତି ଦୁଆ କେଉଁଠି ନାହାନ୍ତି। ସେ ନିଜେ ଲୀଳାମୟ ଠାକୁର, ନିଜ ଲୀଳା ନିଜେ କରୁଛନ୍ତି। ସେ ନିଜେ ଦେଖିବେ କ'ଣ ହେଇଛି କ'ଣ ନାହିଁ, ବୁଝିବେ? ନାଇଁ ଡାଉଟ୍ ସେ ହେଇଯାଉ। ଆପଣମାନେ କହିଲେ ଆଜି ସେ ଖୋଲା ହେଇ ଗଣତି ମଣତି ହଉ। ମୁଁ ଆଜି କହିଛି ସକାଳେ, ମୁଁ ଦେଖନ୍ତୁ ଏକୁ ଖଣ୍ଡିଆ କଲା କି ଛାଡ଼ିବେନି। ପୁରା ମାର୍କେ ଯେମିତି ସମ୍ପୂର୍ଣ୍ଣ ଭାବରେ କାମ ସରିବ। ସମ୍ପୂର୍ଣ୍ଣ ଭାବରେ କାମ ହେଲେ ସବୁ ଜଣାପଡ଼ିଯିବ। ଆଉ ସରକାର ପାଇଁକି ଗୋଟେ ଚ୍ୟାଲେଞ୍ଜ ରହିବ, ଏଇ ଯେଉଁ ଆମର ମୋହନ ମାଝୀ ସରକାର ପାଇଁକି। ପ୍ରଭୁ କରନ୍ତୁ ସେ କାମଟା କରନ୍ତୁ, ରଘୁନାଥ ବେଶଟା କରନ୍ତୁ। ଆଜି ଆପଣଙ୍କୁ କହିଲି, କାହିଁକିନା ରଘୁନାଥ ବେଶ ଆଗରୁ ହେଇଛି, ଅଛି କଥାରେ ଅଛି। ରଘୁନାଥ ବେଶ 128 ବର୍ଷ 130 ବର୍ଷ ହେଇଥିଲା। ସେୟା ଭାବୁଛୁ, ନିଶ୍ଚିନ୍ତ ଥବ, ଯିବ କୁଆଡ଼େ? ଯଦି ନଥିବ ଜାଣିବେ ଚୋରିକି ନେଇଛନ୍ତି, ଯଦି ବାହାରିବ ଜାଣିବେ ପ୍ରଭୁଙ୍କର ତ ଅଛି। କାହିଁକି ନା ରଘୁନାଥ ବେଶ ହେଇଥିଲା। ସେ ଯେଉଁ ମୋହନ ମାଝୀ ସରକାରଙ୍କୁ ଗୋଟେ ଏଇଟା ଚ୍ୟାଲେଞ୍ଜ କରିବାକୁ ପଡ଼ିବ ଯେ ତାଙ୍କ ସମୟରେ 5 ବର୍ଷ ଭିତରେ ମହାପ୍ରଭୁ ରଘୁନାଥ ବେଶଟା କରନ୍ତୁ, ବସି କହିବେ। ଏବଂ ତାଙ୍କୁ ପୂର୍ଣ୍ଣ ସହଯୋଗ ଆମ ସେବକ ଭାଇମାନେ କରିବେ ଏବଂ ଜନସାଧାରଣ କରିବେ, ସମସ୍ତେ କରିବେ। ରଘୁନାଥ ବେଶ କରିଦେଲେ ଇତିହାସ ପାଇଁ ତାଙ୍କ ନାଁ ବି ରହିଯିବ। ବିଜେପି ଗଭର୍ଣ୍ଣମେଣ୍ଟ ଟାଇମ୍ରେ ଜଗନ୍ନାଥ ବେଶ ହେଇଥିଲା। ରଘୁନାଥ ବେଶ ହେଇନି ନା, କେତେ ବର୍ଷ ଆମେ ଶୁଣି ଆସିଛେ। ଆଉ ରଘୁନାଥ ବେଶ ବିରାଟ ବେଶ, ଲାଗାର୍ଜୁନ ବେଶ ହେଉଛି, ରଘୁନାଥ ବେଶ ହେଇନି। ସେଇଟାକୁ ତାଙ୍କୁ କରିବାକୁ ପଡ଼ିବ। ଏବଂ ରତ୍ନଭଣ୍ଡାର ଯେଉଁ ଖୋଲିଲା, ତାକୁ ଆଗ ପଛ ନ ହେଇକିରି ତଦନ୍ତ କରାଯାଉ। ଏଥିପାଇଁ ଯେ ମୁଖ୍ୟ ଦାୟୀ ତାଙ୍କୁ ଶାସ୍ତି ଦିଆଯାଉ। ମାନେ ପ୍ରଭୁଙ୍କ ଆଶୀର୍ବାଦରୁ, ଜଗନ୍ନାଥଙ୍କ ଆଶୀର୍ବାଦରୁ ଏମାନେ ସକ୍ସେସଫୁଲ୍ ହୁଅନ୍ତୁ। ଏମାନେ ବଢ଼ିଆ ମାନେ ଷ୍ଟ୍ରଙ୍ଗ ରୁମ୍ ଗୋଟେ କରିକିରି ପ୍ରଭୁଙ୍କ ଜିନିଷ ସିଫ୍ଟ କରି ସେ ଘରକୁ ପୁରା ମ୍ୟାଚ୍ କରି ଭାଙ୍ଗିକିରି ନୂଆ ରତ୍ନଭଣ୍ଡାର ହଉ। କାହିଁକିନା ଏ କିଛି ନାହିଁ ତା ଦେହରେ, ନଷ୍ଟ ହେଇଛି। ଆମର ଛାତ ବେଳେ ଭୁଷୁଡ଼ି ପଡ଼ିବ, ତା ଦେହରେ ପାଣି ପଡ଼ି ଚୂନ ପଡ଼ି କେଉଁ ଯୁଗର ବିଲ୍ଡିଂ ସେ ଆଣି ଏତେ ଆଣ୍ଠୁଏ ଆଣ୍ଠୁଏ ପାଣି। ଏଇଟା ପ୍ରଥମ ମୁଁ କହିଥିଲି, ତା ଭିତରେ ଆଣ୍ଠୁଏ ପାଣି ଏମାନେ ସବୁ ଏପଟ କାନରେ ଭଦ୍ରିକି ସେପଟ କାନରେ କହିଲେ ଯେ ଏଇ କହିଲା ନିଦ ଭାଙ୍ଗିଲା। ତଥାପି ଏମାନେ କେବେ ହେଲେ ତାପରେ ଇଏ ନେଲେନି ଆକ୍ସନ୍। ନିଶ୍ଚିନ୍ତ ଭଙ୍ଗେଇ ନହେଲେ ତ ନଷ୍ଟ ହେଲାଣି, ତା ନାହିଁ କିଛି। ସେମିତି ତା ଭିତରେ 3ଟା 4ଟା ଘର ଅଛି, ଆଉ ଗୁପ୍ତ ସୁଡ଼ଙ୍ଗ ଅଛି, ସବୁ ଅଛି। ଇଣ୍ଟରନେଟ୍ ଖୋଲା ସବୁ ଜଣାପଡ଼ିଯିବ। ଏଇଟା ରଜା ରାଜୁଡ଼ା ହଜାର ବର୍ଷ ତଳ ଜିନିଷ। ଇଏ ଖୋଳା ହେଲେ ସବୁ ଜଣାପଡ଼ିବ। ଅଧିକ ରୁମ୍ ଅଛି। ମୋର ଇଚ୍ଛା ଆଶା ଯେ ବହୁତ ଅଧିକ ରୁମ୍ ଅଛି। ମୋ ସନ୍ଦେହ, କାହିଁକି ଏ ଯେଉଁ ରଜା ରାଜୁଡ଼ା ମାନେ ଯେଉଁଠି ପ୍ରଭୁଙ୍କ ରତ୍ନଫତ୍ନ ଆଣନ୍ତି, ପ୍ରଭୁଙ୍କ ପାଖରେ ଦାନ କରିଦିଅନ୍ତି। କେତେ ମୁକୁଟ, କେତେ କିରୀଟି, କେତେ କ'ଣ ଯେତେବେଳେ କେଉଁଠି ଯୁଦ୍ଧ କରି ଜୟିକିରି ଆସନ୍ତି, ପ୍ରଭୁଙ୍କୁ ଏଟା ଦାନ କରିଦିଅନ୍ତି। ସେ ଦେଖାଯିବ। ଆଜି କହିଲେ ଚାପଟା କ'ଣ? ସେ ତ ନିଜେ ସବୁ ସେ ନିଜେ କହୁଥିଲେ ମୁଁ ସର୍ବସର୍ବା। ଚାପଟା କ'ଣ? ସେ ଦିନ ରହିଲେ ତତ୍କାଳୀନ ଜିଲ୍ଲାପାଳ ବା 2ଥର ପୋଷ୍ଟିଂ ହେଲେ। ଆପଣ ଦେଖିଛନ୍ତି କେଉଁ ଜିଲ୍ଲାପାଳ 2ଥର ପୋଷ୍ଟିଂ ହେବା? ତତ୍କାଳୀନ ଜିଲ୍ଲାପାଳ 2ଥର ପୋଷ୍ଟିଂ ହେଲେ। ଦେଖି ଲଜ୍ଜାଜନକ ଘଟଣା ଆପଣ କହୁନାହାନ୍ତି। ଜଣାପଡ଼ିଯିବ, ତଦନ୍ତ ପରିଷଦ ଜଣାପଡ଼ିବ। ତଦନ୍ତ ଜାଣିବା ଦରକାର ତ, ଯେଉଁଟା ସତ ହଉ କି ମିଛ ହଉ ଜାଣିବା ଦରକାର ତ, କାହିଁ ଭଙ୍ଗା ହେଲା କ'ଣ ହେଲା। ସେମିତି ଆଜ୍ଞା ଏତଲା ଦେବ, ଇଏ ଦେବ, ପୁଣି ତାଙ୍କ ଭିତରେ ମଧୁଚନ୍ଦ୍ରିକା ହେଇ ମିଶାମିଶି ହେଇ ପୁଣି ସବୁ ନଷ୍ଟଭ୍ରଷ୍ଟ ହେବ। ଆଜି କହିବେ ଏଠି ଯେତେ ଡେରି ହେବ ଏମାନେ ଦିଲ୍ଲୀରେ ଉଠିବେ। ଏମାନେ ଦିଲ୍ଲୀରେ ଉଠି ତାଙ୍କ ଭିତରେ ମଧୁଚନ୍ଦ୍ରିକା ହେବ। ମଧୁଚନ୍ଦ୍ରିକା ହେଇକିରି ପୁଣି ଆସ୍ତେ 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 ଜିନିଷ ଦବିଯିବ। ଆପଣମାନେ ବି ଦବିଯିବେ। ଟାଇମ୍ ସମୟ ଗଡ଼ିଯିବ। ପୁଣି ମାସକୁ 2 ମାସ, 2 ମାସ 4 ମାସ, 4 ମାସ 6 ମାସ, ମିଡ଼ିଆ ଗଲେ କୁଆଡ଼େ, ସରକାର ଗଲେ କୁଆଡ଼େ, ବିରୋଧୀ ଗଲେ କୁଆଡ଼େ, ସବୁ ପୁଣି ଏକାଠି ହାତ ମେଳିକି ରେଡ଼ି ହେଇକିରି। ଡାଉଟ୍ ଏଇଟା କୁହାହେଉଛି, ଆଉ କେମିତି କହିବି? ଡାଉଟ୍ ହେଇଛି ଆମେ କହୁଛି ସମସ୍ତେ କହୁଛନ୍ତି, ମୁଁ କହୁଛି ସମସ୍ତେ। ଗୋଟେ ଚାବିରେ
ନାହିଁ ଗୋଟେ ସିଲ୍ ନାହିଁ ଗୋଟେ ଇଏ ନାହିଁ ଏଇଟା ଆପଣମାନେ ଡାଉଟ୍ କରୁନାହାନ୍ତି ଏତେ ଖରାପ କଥା ଅସୁନ୍ଦର ଜିନିଷ ନୁହଁ ପିଲା ପିଲା ଖେଳ ହେଇଛି ଜଗନ୍ନାଥ ରତ୍ନ ଚାବି କ'ଣ ଆରେ ଚାବି ହଜିବ ଯଦି ଚାବି ହଜିଲା ଆପଣ ଚାବିଟା ବି ଡୁପ୍ଲିକେଟ୍ ଚାବି ପୁଣି ଡୁପ୍ଲିକେଟ୍ ଚାବି ଆପଣ କହୁନାହାନ୍ତି କେତେ ଖରାପ କଥା ଏଇଟା ହଁ ସେ ଏଇଟା ସେ ଶୁଣୁଥାଏ କରୁଥାଏ ଇମିଡ଼ିଏଟଲି ତଦନ୍ତଭୁକ୍ତ କରିବା କଥା ଇମିଡ଼ିଏଟଲି ଯିଏ ଥାଆନ୍ତୁ ଗୋଟେ ତଦନ୍ତ ଆରେ ଆମେ ଜାଣିବା ତ ଯେ ସେମାନେ ଭୁଲ କରିନଥାନ୍ତୁ ବି ଗୋଟେ ତଦନ୍ତଭୁକ୍ତ ହେଲେ ତ ଆମେ ଜାଣିବା ଯେ ସତ କୋଉଟା ମିଛ କୋଉଟା ଜିନିଷର ସତ୍ୟତାଟା ପ୍ରକାଶ ହବ ସେ ଦୋଷ ନ କରିଥାନ୍ତି ଏମିତି କେତେ କମିଶନ ରିପୋର୍ଟ କଲେ ଲକ୍ଷ ଅଧିକ ଟଙ୍କା ଖର୍ଚ୍ଚ ହେଉଛି ଏମାନେ ତାକୁ ଚିନି ଦେଇକି ଫିଙ୍ଗି ଦେଇକି ପୁଣି କଣ ହଜିଗଲା ଯା ସମସ୍ତେ କହିଥିଲେ କମିଶନ ରିପୋର୍ଟ ଆଣନ୍ତୁ ସିଏ ବି ଚିନି ଫିଙ୍ଗା ହେଇଗଲା ତା ଦେହରେ ନାହିଁ କିଛି ଉଇ ଖାଇଗଲା